ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ପାଇଁ ଆସିଲା ଖୁସି ଖବର। ତ ଦର୍ଶକ ବନ୍ଧୁ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ପାଇଁ ଗୋଟେ ବଡ଼ ଖବର ଆସିଛି, ଯେଉଁଟାକି ଏହି ଭିଡ଼ିଓ ମାଧ୍ୟମରେ କହିବି। ତା ସହିତ ଆପଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପଣ କେଉଁଠି ଆବେଦନ କରିବେ ଆଉ କିପରି ଆବେଦନ କରିବେ ତାର ସଂକ୍ଷେପ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବି। ତ ଦର୍ଶକ ବନ୍ଧୁ, ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପଣ ଜାଣିଥିବେ, ମୁଁ ତା ବଦଳରେ କିଛି ସଂକ୍ଷେପ ଆପଣଙ୍କୁ ଡିଟେଲ୍ ମୁଁ ଦେଇଦେଉଛି। ତ ଆମେ ମଣିଷମାନଙ୍କର ଯେଉଁ ଇନ୍ସୁରାନ୍ସ କରାଯାଏ, ଯେ ମଣିଷ ମରିଗଲେ ବା କୌଣସି ଦୁର୍ଘଟଣା ହେଲେ ଯେଉଁ ଇନ୍ସୁରାନ୍ସ ତା'ର କ୍ଲେମ୍ ସେ ସେଟଲମେଣ୍ଟ କଲାପରେ ଟଙ୍କା ତାଙ୍କ ଘର ଲୋକ ମିଳେ ବା ତା ସ୍ତ୍ରୀ ଛୁଆ ପିଲା ମିଳେ। ସେହି ରକମ ଆପଣ ଯଦି ଫସଲ ଆପଣ କରୁଛନ୍ତି ବା ଚାଷ କରୁଛନ୍ତି, ଯଦି ଆପଣ ଫସଲ ନଷ୍ଟ ହୋଇଗଲା, ଆପଣ ଫସଲର କ୍ଷୟକ୍ଷତି ପୂରଣ ଆପଣ ସରକାର ଦେବେ। ସରକାର ଯେଉଁ କମ୍ପାନୀ ଆପଣଙ୍କର କରିଥିବ ତା ମାଧ୍ୟମରେ ଆପଣଙ୍କୁ ସେ ଭରଣା ଆପଣ ଦେବ। ଏଇଟା ହେଉଛି ତା'ର ଫ୍ୟାକ୍ଟ। ତ ଏହା ବାବଦରେ ଯେଉଁ ଥିଲା ପୂର୍ବରୁ ଯେଉଁ ଥିଲା ତା'ର ଶେଷ ତାରିଖ, ଆବେଦନର ଶେଷ ତାରିଖ ପ୍ରଧାନମନ୍ତ୍ରୀ ଫସଲ ଯୋଜନା ଯେଉଁ ଆବେଦନ କରିବେ, ଯଦି ଆପଣ ଫସଲ ନଷ୍ଟ ହେଲେ ଆପଣ କ୍ଷୟକ୍ଷତି ପୂରଣ ଆପଣ ପାଇବେ, ତ ସେଇଟା ଥିଲା ଆପଣଙ୍କର ଜୁଲାଇ 31 ତାରିଖ, ମାନେ ଆଜି। ତେଣୁ ଆଜି ସରକାର ତରଫରୁ ସେ ତାରିଖଟାକୁ ଏକ୍ସଟେନ୍ସନ୍ କରାଯାଇଛନ୍ତି, ଯେଉଁଟା ଦେଖିଲେ ଯେ ଚାଷୀ ଭାଇମାନେ କିଛି ଅଦ୍ୟାବଧି ଆହୁରି ବାକି ରହିଯାଇଛନ୍ତି, ମାନେ ସମ୍ପୂର୍ଣ୍ଣ ମାତ୍ରାର ସେ ଆବେଦନ କରିପାରିନାହାନ୍ତି। ତେଣୁ ତାଙ୍କ ଦୃଷ୍ଟିକୁ, ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିକୁ ଲକ୍ଷ୍ୟ କରି ସରକାର ଆଉ ଥରେ ଏକ୍ସଟେନ୍ସନ୍ କରୁଛନ୍ତି, ଯେଉଁଟାକି ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଏକ୍ସଟେନ୍ସନ୍ କରୁଛନ୍ତି ତାରିଖ। ତେଣୁ ଏଥିପାଇଁ ଆପଣଙ୍କୁ 16 ଦିନ ଆପଣଙ୍କର ସରକାର ଆପଣ ଦେଇଛନ୍ତି। ତେଣୁ ଏହା ଭିତରେ ଆପଣ ନିଜେ ଆପଣଙ୍କର ଏଟାକୁ ଆବେଦନ କରିପାରିବେ, କରିକି ଯେ ଆପଣଙ୍କର ଫସଲର ପଞ୍ଜୀକରଣ କରିକି ଯଦି ଭବିଷ୍ୟତରେ ଆପଣଙ୍କର କ୍ଷୟକ୍ଷତି ହୁଏ ଆପଣଙ୍କର ପାଇପାରିବେ। ଆପଣ ଦେଖୁଥିବେ ବର୍ତ୍ତମାନ ପାଇଁ ଯେଉଁ ବନ୍ୟା ହେଲା, ତେଣୁ କେତେ କ୍ଷୟକ୍ଷତି ଆପଣଙ୍କର ହେଲା, ତ ସେହି ଅନୁସାରେ ଆପଣ ଯଦି ପଞ୍ଜୀକରଣ କରିଥିବେ ଅଟୋମେଟିକ୍ ସେ କ୍ଷୟକ୍ଷତି ପୂରଣ ପାଇବେ। ତ ପୂର୍ବଥର ଆପଣଙ୍କର ଦେଖିଥିଲେ ଯେ ଆପଣଙ୍କର ବହୁତ ଫସଲ ନଷ୍ଟ ହୋଇଥିଲା, ତା'ର କ୍ଷୟକ୍ଷତି ପୂରଣ ଆପଣଙ୍କର ସେ ପାଇଥିଲେ, ଆପଣ ନିଜେ ବି ଆପଣ ଦେଖିଥିବେ। ତ ସେହି ଅନୁସାରେ ଏ ହେଉଛି ବର୍ତ୍ତମାନ ଆପଣ ଯଦି କରୁଛନ୍ତି ଆପଣ କ୍ଷତିପୂରଣ ପାଇବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପୋର୍ଟାଲ ଆପଣଙ୍କୁ ମୁଁ କିଛି ଦେଖାଇ ଦେଉଛି। ଦେଖନ୍ତୁ, ଏଇଟା ତା'ର ହେଉଛି ତା'ର ଅଫିସିଆଲ୍ ପୋର୍ଟାଲ। ଏଠି ଆପଣ ଫାର୍ମର କର୍ଣ୍ଣର ଆକ୍ସେସ୍ ଅଛି, ଆପଣଙ୍କର ଏନରୋଲ୍ ନାଉ ନିଜେ ଆପଣ ବି କରିପାରିବେ। ଇନ୍ସୁରାନ୍ସ କାଲକୁଲେଟର ଅଛି, ଆଉ ତା ସହିତ ଆପଣଙ୍କର କୃଷି ରକ୍ଷକ ପୋର୍ଟାଲ ଆପଣଙ୍କର ଅଛି। ଏଠି ପ୍ରଧାନମନ୍ତ୍ରୀ ଫସଲ ଯୋଜନାରେ ଆପଣ ବି ଚାହିଁଲେ ବି ନିଜେ ଆପଣ ଫୋନ୍ ଆପଣ କରିପାରିବେ ହେଲା, କରିକି ଆପଣ କ୍ଲେମ୍ ବି ସେଟଲମେଣ୍ଟ ଆପଣଙ୍କର କରିପାରିବେ। ଯଦି ଆପଣ ଫସଲ କ୍ଷୟକ୍ଷତି ହେଇଛି, ଆପଣଙ୍କର ଏଇ ନମ୍ବରକୁ ଆପଣ ଫୋନ୍ କରିବେ। ଆପଣଙ୍କର ହ୍ୱାଟ୍ସଆପ୍ ଚାଟବୁଟ୍ ଆପଣଙ୍କର ଅଛି, ଆପଣ ଚାଟବୁଟ୍ କରିବେ। ଏହା ବଦଳରେ ଆପଣ ମୁଁ କହିଥିଲି, ଏହା ବଦଳରେ ଯେଉଁ ମୁଁ କହିଲି, ତ ଏହା ବଦଳରେ ଯେଉଁ ଚାଷୀମାନେ ଚାହୁଁଛନ୍ତି ଏଇଟା ଆକ୍ଚୁଆଲି ସତ କି ମିଛ, ତ ଏହା ବଦଳରେ ଆସନ୍ତୁ ଆମେ କନଫର୍ମ ହେଇଯିବା। ଏହା ବଦଳରେ ଯେଉଁ କନଫର୍ମ ହେବା ପାଇଁ ଆପଣଙ୍କର ଟାଇପ୍ ଆପଣ କରିବେ ଫସଲ ବୀମା ଯୋଜନା 2026, ଏଇଟା ଆପଣ ଅଛି। ଦେଖନ୍ତୁ, प्रधानमंत्री फसल बीमा योजना, प्रधानमंत्री फसल बीमा योजना के तहत खरीफ 2026 की फसल की बीमा करने के लिए अंतिम तिथि बढ़ाकर 16 अगस्त 2026 कर दी गई है। किसी भी राष्ट्रीय फसल बीमा पोर्टल, कॉमन सर्विस सेंटर और या अधिकृत बैंक माध्यम से अपनी फसल योजना कर सकती है। ऐसा आपणकर अच्छी अंतिम तिथि आप 16 अगस्त प्रीमियम बीमा ये सब अच्छी। तो ये आपको कहीगली प्रधानमंत्री फसल बीमा योजनार गोटे गुरुत्वपूर्ण अपडेट। तो आशा करी भिडियो देखिए पूरा बुझीपारे, और भिडियो अन्य सेयार करूँ, या बदल किसी जानीपर। दर्शक बंधु रही, नमस्कार, जय जगन्नाथ।